बर्तमान आम टिके नीरव रहा जो भगवान कार्य आम करने को जाऊे से माँ को आम आह्वान करवा माँ को उपस्थिति अनुभव करवा कहीं माँ को उपस्थिति जो रहे से परिसर दिव्यतार कार्य हुए तेणु माँ को उपस्थिति को आम कामना करवा माँ को उपस्थिति को अनुभव करवा टिके नीरव रहा साइलेंस ओवर हमें गोटे मिनिट माँ को नाम जप करवा मा 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 Ma 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 ଆମେ ସମସ୍ତେ ରାଧାର ପ୍ରାର୍ଥନା ବୋଲିବା ସାଙ୍ଗ ହେଇକି ପହିଲି ଦେଖାରେ ଜାଣିଲି प्राण प्रभु ईश्वर हृदय देवता घेनिबा हेउ अर्घ्य मोहर सबु मो भावना बेग अनुभूति अंतरे जीवनर गति सकल प्रति अणु शरीरे प्रतिरक्त बिंदु मोहर प्रभु सेना तुमरी
একান্তে মোহি সর্বমন্তে নিশ্চিন্তে মতো মরি মোর বলি କିଛି রক্ষিনি ହେଉ ଇଚ୍ଛା ପୂରଣ ଯାହା ବାଛି ଦେବ ମୋ ପାଇଁ ଜୀବନ ବା ମରଣ ସୁଖ ଦୁଃଖ ଭୋଗ ବେଦନା ଯାହା ଆସୁ ମୋ ପାଶେ ତୁମ୍ଭ ଦାନ ବୋଲି ଆଦରେ ବରି ନେବି ହରସେ ଗୋଟି ଗୋଟି ତୁମ୍ଭ ଦାନ ମୋ ଠାରେ ଦିବ୍ୟ ସମ୍ପଦ ବୋହି ଆଣିବେ ମୋ ସମୀପେ ଅପରୂପ ଆନନ୍ଦ। दुर्गा स्तोत्र। मातः दुर्गे सिंह बाहिनी सर्वशक्ति दायिनी मातः शिवप्रिये तोर शक्त्यंश ଜାତ ଆମ୍ଭେମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସିନ ପ୍ରାର୍ଥନା କରୁଛୁ। ଶୁଣ ମାତଃ ଆବିର୍ଭୂତ ହୋ ପ୍ରକାଶ ହୁଅ। ମାତା ଦୁର୍ଗେ ଯୁଗେ ଯୁଗେ ମାନବ ଶରୀରର ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋର ହିଁ କାର୍ଯ୍ୟ କରି ତୋର ଆନନ୍ଦ ଧାମରେ ଫେରିଯାଉ। ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ। ଶୁଣ ମାତଃ ଏହି ଭାରତବର୍ଷେ ସହାୟ ହୁଅ। ମାତା ଦୁର୍ଗେ ସିଂହ ବାହିନୀ ତ୍ରିଶୂଳ ଧାରିଣୀ ବର୍ମ ଆବୃତ ସୁନ୍ଦର ଶରୀରେ ମାତଃ ଜୟଦାୟିନୀ ତୋ ପ୍ରତୀକ୍ଷାରେ ଭାରତ ରହିଅଛି। ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମାତଃ ଏହି ଭାରତବର୍ଷେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମାତା ଦୁର୍ଗେ ବଳଦାୟିନୀ ପ୍ରେମଦାୟିନୀ ଜ୍ଞାନଦାୟିନୀ ଶକ୍ତି ସ୍ୱରୂପିଣୀ ଭୀମେ ସୌମ୍ୟ ରୌଦ୍ର ରୂପିଣୀ ଜୀବନ ସଂଗ୍ରାମେ ଭାରତ ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ। ଦେହ ମା ପ୍ରାଣେ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ ଦେହ ମା ହୃଦୟରେ ବୁଦ୍ଧିରେ ଦେବ ଚରିତ୍ର ଦେବ ଜ୍ଞାନ। ମାତା ଦୁର୍ଗେ ଜଗତ ଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା। ତୋ ହିଁ ମାତଃ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ। ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାର ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମାତଃ ତିମିର ବିନାଶ କର। ମାତଃ ଦୁର୍ଗେ ଶ୍ୟାମଳା ସର୍ବସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର। ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ ଆଗତ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱର ଭାରସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି। ଆସ ମାତଃ ପ୍ରକାଶ ହୁଅ। ମାତା ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବରେ ଉପଯୁକ୍ତ ହେଉ। ହେ ମାତଃ ବିନାଶ କର କ୍ଷୁଦ୍ରତା ବିନାଶ କର ସ୍ୱାର୍ଥ ବିନାଶ କର ଭୟ। ମାତଃ ଦୁର୍ଗେ କାଳୀ ରୂପିଣୀ ନିର୍ଗୁଣ୍ଡମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ କ୍ରୂରନାଦର ଅନ୍ତସ୍ତରୂପୀ ବିନାଶ କର। ଗୋଟିଏ ବୀଜ ପରି ଆମମାନଙ୍କ ମଧ୍ୟରେ ଜୀବିତ ରହି ନପାରେ ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ରାଶୟତାରେ ମିରିୟମାଣ ଭାରତ। ହେ ମାତଃ ଆମମାନଙ୍କୁ ମହତ୍ କର ମହତ୍ ପ୍ରୟାସୀ କର ଉଦାର ଚେତା କର ସତ୍ୟ ସଂକଳ୍ପ କର ଯେପରି ଆଉ ଅଳ୍ପାସି ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହଉ। ମାତଃ ଦୁର୍ଗେ ଯୋ ଶକ୍ତି ବିସ୍ତାର କର ଆମେ ହିଁ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ। ଆମମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା ଚରିତ୍ର ମେଧାଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମାତଃ ଦୁର୍ଗେ ଅନ୍ତସ୍ତରୂପ ସଂହାର କରି ବାହାରର ବାଧା ବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାନନେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲିଳା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃ ଚରଣରେ ଏହା ହିଁ ପ୍ରାର୍ଥନା ପ୍ରକାଶ ହୁଅ। ମାତଃ ଦୁର୍ଗେ ଆମମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର ଆମ୍ଭେମାନେ ହୋଇଠୁ ତୋର ଯନ୍ତ୍ର ଅଶୁଭ ବିନାଶୀ ତରବାରୀ ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ହେ ମାତଃ ଭାରତର ଯୁବଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ ଅଶୁଭ ହନ୍ତ୍ରୀ ହୋଇ ତରବାରୀ ଘୁରାଅ ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର ପ୍ରକାଶ ହୁଅ।
ମାତଃ ଦୁର୍ଗେ ତୋତେ ପାଇଲା ଆଉ ବିସର୍ଜନ କରିବୁ ନାହିଁ। ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମାତଃ ଆମମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀରମାର୍ଗ ପ୍ରଦର୍ଶିନୀ ଆସ ଆଉ ବିସର୍ଜନ କରିବୁ ନାହିଁ। ଆମମାନଙ୍କ ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ମାତୃପୂଜା। ଆମମାନଙ୍କର ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃସେବା ବ୍ରତ ହେଉ। ଏହା ହିଁ ପ୍ରାର୍ଥନା ଭାରତରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ। ମା ଭାଇ ତୃତୀୟ ଅଧ୍ୟାୟ। ଯଦି ଜୀବନ ପଥରେ ସକଳ ଭୟ ସଙ୍କଟ ଏବଂ ସର୍ବନାଶ ବିରୁଦ୍ଧରେ କବଚବୃତ ହୋଇ ଚାଲିବାକୁ ଚାହଁ, ତେବେ କେବଳ ଦୁଇଟି ଜିନିଷ ପ୍ରୟୋଜନ। ସେ ଦୁଇଟି ସର୍ବଦା ଏକ ସଙ୍ଗେ ରହେ। ପ୍ରଥମଟି ହେଲା ମା ଭଗବତୀୟ କରୁଣା, ଆଉ ଦ୍ୱିତୀୟଟି ହେଲା ତୁମ ଆଡୁ ଶ୍ରଦ୍ଧା ନିଷ୍ଠା ସମର୍ପଣରେ ଗଠିତ ତୁମର ଅନ୍ତଃକରଣ। ତୁମର ଶ୍ରଦ୍ଧା ବା ଉଚିତ ଶୁଦ୍ଧ ସରଳ ଏବଂ ପୂର୍ଣ୍ଣ ମନ ଓ ପ୍ରାଣର ଅହମାତ୍ମ ଶ୍ରଦ୍ଧା, ଯେଉଁ ଶ୍ରଦ୍ଧାକୁ ଉଚ୍ଚାଭିଳାଷ, ଗର୍ବ, ଆତ୍ମାଭିମାନ, ମନର ଦମ୍ଭ, ସ୍ୱେଚ୍ଛାଚାରିତା, ବ୍ୟକ୍ତିଗତ ଦାବୀ, ନିମ୍ନ ପ୍ରକୃତିର ସକଳ ତୁଚ୍ଛ ତୃପ୍ତିର କାମନା କଳୁଷିତ ରଖିଛି, ସେ ଶ୍ରଦ୍ଧାର ଅନୁନ୍ନତ ଧୂମାଚ୍ଛନ୍ନ ଶିଖା ସଲକ ଦିଗରେ ଊର୍ଦ୍ଧ୍ୱକୁ ପ୍ରଜ୍ୱଳିତ ହୋଇ ଉଠେ ନାହିଁ। ମନେ ରଖ, ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆହୋଇଛି। ଆଉ କିଛି ଆକାଙ୍କ୍ଷା କର ନାହିଁ। କେବଳ ଦିବ୍ୟ ଚେତନାର ବିଶୁଦ୍ଧି ଶକ୍ତି ଜ୍ୟୋତି ପ୍ରସାରତା ପ୍ରଶାନ୍ତି ଆନନ୍ଦ ସକାଶେ ଆକାଙ୍କ୍ଷା କର, ଯେପରିକି ସେହି ଚେତନା ତୁମ ମନ ପ୍ରାଣ ଦେହକୁ ରୂପାନ୍ତରିତ ଓ ସର୍ବଗୁଣ ସୁନ୍ଦର କରି ଗଢ଼ିବା ନିମିତ୍ତ ସତତ ସଚେଷ୍ଟ ହୋଇ ଉଠିବ। ଆଉ କିଛି ଚାହିଁ ନାହିଁ। କେବଳ ପୃଥିବୀ ଉପରେ ତୁମ ମଧ୍ୟରେ ଯେଉଁମାନେ ଅଧିକାର ପାଇଛନ୍ତି, ଯେଉଁମାନଙ୍କୁ ଗ୍ରହଣ କରାହୋଇଛି, ସେମାନଙ୍କ ମଧ୍ୟରେ ଭାଗବତ ଆଧ୍ୟାତ୍ମିକ ଅତିମାନସ ସତ୍ୟ ଓ ତାହାର ବାସ୍ତବ ସିଦ୍ଧିକୁ ଚାହଁ ଏବଂ ଚାହଁ ସେହି ଅବସ୍ଥା ଓ ବ୍ୟବସ୍ଥା ଯାହାର ଆନୁକୂଲ୍ୟରେ ହେବ ଏହି ସତ୍ୟର ସୃଷ୍ଟି ଏବଂ ସକଳ ବିରୋଧୀ ଶକ୍ତି ଉପରେ ପୂର୍ଣ୍ଣ ବିଜୟ। ତୁମର ଆନ୍ତରିକତା ଓ ତୁମର ସମର୍ପଣ ହେଉ ଯଥାର୍ଥ ଏବଂ ସମ୍ପୂର୍ଣ୍ଣ। ଯେବେ ତୁମକୁ ନିଜକୁ ଦେଇଦେବାକୁ ହୁଏ, ତେବେ ନିଃଶେଷରେ ଦେଇଦିଅ। କୌଣସି ଦାବୀ, କୌଣସି ସର୍ତ୍ତ, କୌଣସି କୁଣ୍ଠିତ ଭାବ ରଖ ନାହିଁ, ଯଦ୍ୱାରା ତୁମର ସକଳ ବସ୍ତୁ ଦିବ୍ୟଜନକ ହୋଇଯିବ। ଅହଙ୍କାର ପାଇଁ ଅଥବା ଅନ୍ୟ କୌଣସି ଶକ୍ତିକୁ ଦେବା ସକାଶେ ଯେପରି ଆଉ କିଛି ଅବଶିଷ୍ଟ ନଥିବ। ତୁମର ଶ୍ରଦ୍ଧା, ତୁମର ଆନ୍ତରିକତା ଓ ସମର୍ପଣ ଯେତେ ପୂର୍ଣ୍ଣତର ହେବ, ମାଙ୍କ କରୁଣା ଅଭୟ ସେତେ ହିଁ ଘେରି ରହିବ। ଯଦି ମା ଭଗବତୀୟ କରୁଣା ଅଭୟ ତୁମ ସଙ୍ଗେ ରହିଛି, ତେବେ ଆଉ ଏପରି କ'ଣ ଅଛି ଯାହା ତୁମକୁ ସ୍ପର୍ଶ କରିବ ବା ଆଉ କାହାକୁ ତୁମେ ଭୟ କରିବ? ଏହି କୃପାରୁ ଅଳ୍ପ ଟିକିଏ ବି ତୁମକୁ ସକଳ ବାଧା ବିପତ୍ତି ଓ ସଙ୍କଟରୁ ପାର କରିଦେବ। ତାଙ୍କର ପୂର୍ଣ୍ଣ ଉପସ୍ଥିତି ଯଦି ତୁମକୁ ଆବୃତ କରି ରଖେ, ତେବେ ନିରାପଦରେ ତୁମ ପଥରେ ତୁମେ ଚାଲି ଯାଇପାରିବ। କାରଣ ସେ ପଥ ହେଲା ମାଙ୍କର। ଏ ଜଗତରେ ହେଉ ବା ଅଦୃଶ୍ୟ ଜଗତ ସମ୍ମୁଖରେ ହେଉ, କୌଣସି ଶତ୍ରୁ ଶକ୍ତି ତାହା ଯେତେ ଶକ୍ତିଶାଳୀ ହେଉ ନା କାହିଁକି, ତୁମକୁ ସ୍ପର୍ଶ କରିପାରିବ ନାହିଁ। କୌଣସି ବିଭୀଷିକା ତୁମ ଚିନ୍ତାର କାରଣ ହେଇପାରିବ ନାହିଁ। ଏହି କରୁଣାର ସ୍ପର୍ଶରେ ସଙ୍କଟ ସଜଗରେ ବ୍ୟର୍ଥତା ସାର୍ଥକତାରେ ଦୁର୍ବଳତା ମେଘ ସାର୍ଥକତାରେ ପରିଣତ ହୁଏ। କାରଣ ଦିବ୍ୟଜନଙ୍କର ଅନୁକମ୍ପା ହେଲା ପରମେଶ୍ୱରଙ୍କର ଅନୁମତି। ଏବେ ହେଉ ବା ପରେ ହେଉ, ତାହାର ଫଳ ସୁନିଶ୍ଚିତ, ପୂର୍ବ ନିର୍ଦ୍ଦିଷ୍ଟ, ଅସମ୍ଭାବୀ ଓ ଅନିବାର୍ଯ୍ୟ। ଶ୍ରୀମା ଧ୍ୟାନ ବ୍ରତ ଜୁନ୍ 23, 1914। ତୁ ହିଁ ପୂର୍ଣ୍ଣ ରୂପାନ୍ତରର ଶକ୍ତି। ତେବେ ଯେଉଁମାନେ ମୋ ମଧ୍ୟ ଦେଇ ତୋ ସଂଯୋଗରେ ଆସିଛନ୍ତି, ସେମାନଙ୍କ ଉପରେ ତୁ କାର୍ଯ୍ୟ କରିବୁ ନାହିଁ କାହିଁକି? ତୋ ଶକ୍ତିରେ ଆମମାନଙ୍କର ବିଶ୍ୱାସର ଅଭାବ। ଆମମାନେ ସର୍ବଦା ଚିନ୍ତା କରୁ ଯେ ଏହି ପୂର୍ଣ୍ଣ ରୂପାନ୍ତର ସାଧନ କରିବାକୁ ହେଲେ ମନୁଷ୍ୟକୁ ସଚେତନ ଭାବେ ଏହା ସଂକଳ୍ପ କରିବାକୁ, କିନ୍ତୁ ଆମମାନେ ଭୁଲିଯାଉ ଯେ ତୁ ହିଁ ସେମାନଙ୍କ ଅନ୍ତରରେ ରହି ସଂକଳ୍ପ କରୁ ଏବଂ ତୁ ଏପରି ଭାବରେ ସଂକଳ୍ପ କରିବାରୁ ଯେଉଁଥିରେ ସେମାନଙ୍କ ସମଗ୍ର ସତ୍ତା ପ୍ରଦୀପ୍ତ ହୋଇ ଉଠିପାରେ। ହେ ଭଗବାନ, ଆମମାନେ ତୋ ଶକ୍ତିରେ ସନ୍ଦେହ କରୁ ଏବଂ ଏହି ସକାଶେ ଆମମାନ ଖରାପ ବାହନ ହଉ।
ଏବଂ ସେହି ରୂପାନ୍ତରକାରୀ ଶକ୍ତିର ଅଧିକାଂଶ ଭାଗକୁ ଆଚ୍ଛାଦିତ କରିପକା। ହେ ଭଗବାନ, ଏଇ ଯେଉଁ ବିଶ୍ୱାସ ଆମମାନଙ୍କ ନାହିଁ, ପ୍ରତି କ୍ଷୁଦ୍ର କ୍ଷୁଦ୍ର ବିଷୟରେ ଯେଉଁ ସ୍ଥିର ପ୍ରତ୍ୟୟ ଆମମାନଙ୍କର ନାହିଁ, ତାହା ତୁ ଆମମାନଙ୍କୁ ପ୍ରଦାନ କର। ସାଧାରଣତଃ ଭାବେ ଚିନ୍ତା କରିବା ଏବଂ ବିଚାର କରିବାରୁ ଆମମାନଙ୍କୁ ମୁକ୍ତ କର, ଯେପରି ଆମମାନେ ତୋର ଅସୀମ ପ୍ରେମ ମଧ୍ୟରେ ବାସ କରୁ। ସେହି ଚେତନାରେ ପୂର୍ଣ୍ଣ ହୋଇ ପ୍ରତ୍ୟେକ ମୁହୂର୍ତ୍ତରେ ସେହି ପ୍ରେମ କାର୍ଯ୍ୟ କରିଥିବା ତାର ଦେଖିପାରୁ ଏବଂ ଏ ବିଷୟରେ ସଚେତନ ହୋଇ ଏହାକୁ ଆମମାନଙ୍କ ସତାର ଅତି ସ୍ଥୂଳତମ ଅଂଶ ସହିତ ସଂଯୁକ୍ତ କରିବୁ। ହେ ଭଗବାନ, ଆମମାନଙ୍କୁ ସମସ୍ତ ଅନ୍ଧକାରରୁ ମୁକ୍ତ କର, ଆମମାନଙ୍କୁ ଯଥାର୍ଥ ବିଶ୍ୱାସ ପ୍ରଦାନ କର। Pranam at the lotus feet of the Divine Mother. Karunamai Ma, Param Prabhu Sri Aurobindo, ଉପସ୍ଥିତ ସମସ୍ତ ମାତୃ ସନ୍ତାନ, ଆଜି ଆମମାନେ ଗୋଟେ ଦିବ୍ୟ କାର୍ଯ୍ୟରେ ବର୍ତ୍ତମାନ ଉପସ୍ଥିତ ହେଇଛେ। ଗୋଟିଏ କଥା ମନେ ରଖିବା, ଏଇ ଯୋଉ ସାମ୍ନାରେ ଆମେ ଫଟୋ ଦେଖୁଛେ ମା ଏବଂ ଶ୍ରୀ ଅରବିନ୍ଦଙ୍କର, ଶ୍ରୀମା ଆଉ ଶ୍ରୀ ଅରବିନ୍ଦଙ୍କର ଫଟୋ ଦେଖୁଛେ, ସମସ୍ତଙ୍କ ଜୀବନରେ ସୁଯୋଗ ନଥାଏ ଏଇ ମା ଏବଂ ଶ୍ରୀ ଅରବିନ୍ଦଙ୍କୁ ଗ୍ରହଣ କରିପାରିବା ପାଇଁ। ସିଏ ଯାହାକୁ ବାଛିବେ ସିଏ ହିଁ ତାଙ୍କରି କାର୍ଯ୍ୟରେ ସହଯୋଗ କରିପାରିବ, ସମସ୍ତେ କରିପାରିବେନି। ତେବେ ଏଇ ମା ଏବଂ ଶ୍ରୀ ଅରବିନ୍ଦ କିଏ, କଣ ପାଇଁ ସଂସାରକୁ ଆସିଛନ୍ତି? କଣ ଭଗବାନଙ୍କ ସଂଖ୍ୟା ଅଭାବ ହେଇଗଲେ କି ପୁଣି ସେ ତାଙ୍କୁ ଆସିବାକୁ ପଡିଲା? ଏଇ ଯୋଉ ମା ଯିଏ, ସେ ହଉଛନ୍ତି ଦିବ୍ୟ ଜନନୀ। ଦିବ୍ୟ ଜନନୀ ମାନେ ଯେତେ ସବୁ ଦିବ୍ୟଙ୍କୁ ଆମେ ଜାଣିଛେ ତାଙ୍କର ଯିଏ ଜନନୀ, ଅର୍ଥାତ୍ ଆମେ ଯେତେ ଭଗବାନଙ୍କୁ ଆଜି ପର୍ଯ୍ୟନ୍ତ ଜାଣିଛେ ତାଙ୍କୁ ଯିଏ ଜନ୍ମ ଦେଇଥିବା ମା, ସେ ହଉଛନ୍ତି ଏଇ ମା। ଆମେ ଜାଣିଥିବା ଭଗବାନ ମାନଙ୍କୁ ଯିଏ ଜନ୍ମ ଦେଇଛି, ଯେତେ ଭଗବାନ ଜାଣିଛୁ ଆମେ, ସେଇ ଭଗବାନ ମାନଙ୍କୁ ଯିଏ ଜନ୍ମ ଦେଇଛି ସେ ହଉଛନ୍ତି ଏଇ ମା। ତେବେ ଏଇ ମା ସଂସାରକୁ ସୃଷ୍ଟି କରିଛନ୍ତି। ପାଣି, ପବନ, ଆକାଶ, ଅଗ୍ନି, ଗଛ, ଲତା, ପଶୁ, ପକ୍ଷୀ, ଜୀବ, ଜନ୍ତୁ ସବୁ କିଛି ତିଆରି କରିଛନ୍ତି। ତାର କାରଣ ଯିଏ ପରମ ଶ୍ରୀ ଅରବିନ୍ଦ ରୂପରେ ଆସିଛନ୍ତି, ସେ ଲୀଳା କରିବେ ଏ ପୃଥିବୀରେ, ଭଗବାନ ପ୍ରକାଶ ପାଇବେ। ମଣିଷ କେବେ ଏଇଟା ଭାବିନଥିଲା ଯେ ସତରେ କଣ ସଂସାରରେ ଭଗବାନ ପ୍ରକାଶ ପାଇବେ? ଆମେ ଯୋଉମାନଙ୍କୁ ଗଛଲତା ବୋଲି ଦେଖୁଛୁ ଚାରିଆଡେ ଖାଲି ଭଗବାନ ମାନେ ଥିବେ, ଅର୍ଥାତ୍ ସବୁକିଛି ଭଗବତମୟ ହେଇଯିବ। ତେଣୁ ଯୋଉ ଭଗବାନ ଏକ ହେଇକି ଥିଲେ ସେ ଅନେକକୁ ସୃଷ୍ଟି କଲେ, ତାରି ଭିତରେ ରହିଲେ। ଯେମିତି ଆକାଶରେ ଗୋଟେ ସୂର୍ଯ୍ୟ, ମୁଁ ଏଠି 200 କି 300 ହାଣ୍ଡି ରଖିବି, ଏଇ ଯୋଉ 200 କି 300 ପାଣି ହାଣ୍ଡି ରଖିବି, ସବୁ ହାଣ୍ଡିକି ଯିବି ଦେଖିବା ପାଇଁ, ସୂର୍ଯ୍ୟଟା ଦେଖାଯିବ ନା ନାହିଁ? କିନ୍ତୁ ସୂର୍ଯ୍ୟ କେତେଟା? କିନ୍ତୁ ମୁଁ ତ 300 ହାଣ୍ଡିରେ ଦେଖିଲିଣି 300ଟା ସୂର୍ଯ୍ୟ। ତାହେଲେ ପ୍ରକୃତରେ ସୂର୍ଯ୍ୟ କେତେଟା? ପ୍ରକୃତରେ ସୂର୍ଯ୍ୟ ହଉଛନ୍ତି ଗୋଟେ, ପ୍ରତିଫଳିତ ହଉଛନ୍ତି ଅନେକ ଜାଗାରେ। ଠିକ ସେଇଭଳି ଭଗବାନ ଗୋଟେ, ସେ ପ୍ରତିଫଳିତ ହେବେ ଚାରିଆଡେ, ପ୍ରକାଶ ପାଇବେ। ଏଇ ଯୋଉ କାର୍ଯ୍ୟକୁ ଯିଏ ତୁଲେଇବେ ସେ ହେଲେ ସେ ପରମଙ୍କର କ୍ରିୟାତ୍ମିକା ଶକ୍ତି, ଦିବ୍ୟ ଜନନୀ, ଆଦିମାତା ବୋଲି ତାଙ୍କୁ କହୁଛୁ, ସେ ହେଲେ ଶ୍ରୀମା। ଆଜି ପର୍ଯ୍ୟନ୍ତ ସଂସାରରେ ଯେତେ ସବୁ କାର୍ଯ୍ୟ ହେଇଛି ସେଇ ଭଗବାନ ହିଁ କରେଇ କରି ଆସିଛନ୍ତି। ଭିନ୍ନ ଭିନ୍ନ ନାଁରେ ଅବତାର ହେଇକି ଆସିଛନ୍ତି, କାମ କରିଛନ୍ତି। ଯୋଉ ସମୟ ପାଇଁ ଯୋଉ କାମର ଆବଶ୍ୟକତା ଅଛି, ଆମକୁ ବର୍ତ୍ତମାନ ସେଇ କାମ କରିବାକୁ ପଡିବ। 30 ବର୍ଷ ତଳେ ମୋବାଇଲ ଫୋନ କେହି ଦେଖିନଥିଲେ। 30 ବର୍ଷ ତଳେ ଆମେ ସବୁ ଦେଖିଥିଲେ? ଏବେ ଜଣକା ଗୋଟେ ଦିଟା ଲେଖା ମୋବାଇଲ ଥିବ। ପୁଣି ସେ ମୋବାଇଲରେ କଣ ହେଇଥିବ ନା, ଆମ ପିଲା କୋଉଠି ଯାଇ ଚାକିରି କରିଛି, ବାହାରେ ଅଛି, ତାକୁ ଦେଖୁଥିବା, ଭଲରେ ଅଛି କି ଖରାପରେ ଅଛି, କଣ କରୁଛି ବର୍ତ୍ତମାନ। ସେ ଆମେରିକାରେ ଥିବ, ଆମେ ତାକୁ ଦେଖୁଥିବା ଏଇଠି। ମୁଁ ଘରେ ଥିବି, ସେ ଦେଖୁଥିବ ବାପା ମାଙ୍କ ସହିତ କଥା ହେବି, ସେ ଫୋନ କରିକି ବାପା ମାଙ୍କ ସହିତ କଥା ହେଇଯିବ। ତାହେଲେ ଦୂରତା ଜଣା ପଡୁନି।
ଯୋଉଠି ଥିଲେ ବି ଫୋନ୍ ରିଙ୍ଗ ହଉଛି। ଆଗରୁ କ'ଣ ତାର ସବୁ ଆସୁଥିଲା, ଖୁଣ୍ଟ ସବୁ ପୋତା ହେଇଥିଲା, ଘରକୁ ଗୋଟେ କନେକ୍ସନ ନିଆହଉଥିଲା, ଗୋଟେ ଜାଗାରେ ରଖା ହଉଥିଲା, ତାକୁ ହ୍ୟାଣ୍ଡେଲ ଗୋଟେ ଲାଗିଥିଲା, ଧରିକି ଘୁରଉଥିଲେ ହେଲା, କଣ୍ଟା ସବୁ କଣା ସବୁ ଥିଲା, ନମ୍ବର ସବୁ ଲେଖା ହେଇଥିଲା। ତାପରେ ଯଦି ତାର ଛିଣ୍ଡି ଯାଇଛି ଗଲା, ହଉନି। କିନ୍ତୁ ବର୍ତ୍ତମାନ ଯୋଉଠି ଥିଲେ ବି ଗାଧୁଆ ଘରେ ପଶିକି ଫୋନ୍ ହେଇଯାଉଛି, ବୁଝିଉଛି। ବିଲ ବାଡ଼ିରେ ଚାଷ କରୁଛନ୍ତି, ସେଠି ବି ଫୋନ୍ ହେଇଯାଉଛି। ଜଙ୍ଗଲ ଭିତରୁ କାଠ ଆଣିବା ପାଇଁ ଯାଇଛନ୍ତି, ସେଠି ବି ଫୋନ୍ ହେଇଯାଉଛି। କେବେ ଏଇଟା ଦିନେ ଅନୁମାନ କରାହେଇଥିଲା ଯେମିତି ହବ ବୋଲି? କେବେ ଅନୁମାନ କରାହେଇନଥିଲା, କିନ୍ତୁ ହେଇଛି ନା ନାଇଁ? ଠିକ ସେଇଭଳି ମଣିଷ ଆଜି ଭାବି ପାରୁନି ସତରେ କ'ଣ ମୁଁ ଭଗବାନ ହେବି? ହଁ, ସତରେ ଭଗବାନ ହବ, ସତରେ ଭଗବାନ ହବ। ଆମେ ଭଗବାନ ପାଖରୁ ତିଆରି ନୁହେଁ କି? ଭଗବାନଙ୍କ ପିଲା ନୁହେଁ କି? ଅନୁମାନ କରନ୍ତ, ଆମକୁ କିଏ ଜନ୍ମ ଦେଲା? ଆମ ମା, ଆମ ମାକୁ ତା ମା, ତା ମାକୁ ତା ମା, ତା ମାକୁ ତା ମା, ତା ମାକୁ ତା ମା ଜନ୍ମ ଦେଇଛି। ଏମିତି ମୂଳରେ ଜଣେ ମା ଜନ୍ମ ଦେଇଛି ନା? ସେଇ ମୂଳ ମାଟା କିଏ? ଏଇ ଆଦିମାତା ଦିବ୍ୟ ଜନନୀ। ଯିଏ ମୂଳ ମା ସେ ହେଲେ ଆଦିମାତା ଦିବ୍ୟ ଜନନୀ, ସେ ଭଗବାନ। ସିଏ ଯଦି ଭଗବାନ ହେଲେ ତାଙ୍କ ଛୁଆ କ'ଣ ହେବେ? ଭଗବାନ ଯଦି ସିଏ ହେଲେ ତାଙ୍କ ଛୁଆ ଗୁଡା କ'ଣ ହେବେ? ଭଗବାନ ନା ଅନ୍ୟ କିଛି? କିନ୍ତୁ ଆମେ କ'ଣ ଭାବୁଛୁ? ମଣିଷ ବୋଲି ଭାବୁଛୁ। କାହିଁକି ଭାବୁଛୁ? କାହିଁକିନା ବାହାରେ ଆମ ଦେହରେ ପୁରା ବିଭିନ୍ନ ପ୍ରକାର ପ୍ରଲେପ ସବୁ ପଡ଼ିଗଲାଣି, ରୂପ ବଦଳି ଯାଇଛି। ଆମେ ଆଉ ଭଗବାନ ବୋଲି କି ଜାଣିପାରୁନୁ। ଏଇ ମା ଆସିଲେ ଆମ ଦେହରେ ଯୋଉ ପ୍ରଲେପ ସବୁ ପଡ଼ିଛି ତାକୁ ଛଡ଼େଇବେ, ତାପରେ ଆମେ ଯେ ଅସଲରେ ଭଗବାନ ସେଇଟା ସେ ଚିହ୍ନେଇ ଦେବେ। ତେଣୁ ଆମେ ଯେ ପ୍ରକୃତିରେ ଗୋଟେ ଗୋଟେ କୁନି କୁନି ଭଗବାନ, ଏଇ କଥାଟା ଜଣେଇ ଦେବା ପାଇଁ ସେ ନିଜେ ମା ଆସିଲେ। ଏଇ ମା ପୂଜା ପାଇଁ ଆସିନାହାନ୍ତି, ପୂଜାର ଆବଶ୍ୟକ ନାହିଁ। ନଡ଼ିଆ କଦଳୀ ନେଲେ ଆମେ ମନ୍ଦିରକୁ ଯାଉଛୁ, ଆମ ଦିଅ ଦେବତା ପାଖରେ ନଡ଼ିଆ କଦଳୀ ଫୁଲ ଧୂପ ଚନ୍ଦନ ସିନ୍ଦୁର ଆହୁରି କ'ଣ କ'ଣ ସବୁ ଦଉଛୁ। କିନ୍ତୁ ଏଇ ମା ପାଖରେ ସେସବୁର କିଛି ଆବଶ୍ୟକ ନାହିଁ, କିଛି ଆବଶ୍ୟକ ନାହିଁ। ଗାଧୁଆ ଗାଧୁଆ ବାରିବା ଦରକାର ନାହିଁ। ମା ତା ଛୁଆ ସହିତ କେମିତି ସମ୍ପର୍କ ରଖେ? ଛୁଆଟି ଅସନା ହେଇଯାଇଛି, କୁଆଡ଼େ ଯାଇଥିଲା କାଦୁଅ ହେଇଛି, ମାଛ ଧରିବାକୁ ଯାଇଥିଲା କି ଅନ୍ୟ କୁଆଡ଼େ ଖେଳିବାକୁ ଯାଇଥିଲା, ପୁରା କାଦୁଅ ହେଇଯାଇଛି, ତାକୁ କିଏ ସଫା କରିବ? ତା ମା ହିଁ ସଫା କରିବ, ତାପରେ ତାକୁ କୋଳେଇ ନବ, କେବେ ଘୃଣା କରିବନି। ଠିକ ସେ ଆମେ କେତେ କେତେ ପ୍ରକାର ଅସନା ଆମେ ହେଇଛୁ, ଆମ ଗୁଣରେ, ଆମ ଚରିତ୍ରରେ, ଆମ ଚେତନାରେ କେତେ ଅଶୁଦ୍ଧତା ଅଛି। ତେଣୁ ଭଗବାନ ବୋଲି ଆମେ ଜାଣିପାରୁନୁ। ମା କ'ଣ କରିବେ? ଆଗେ ଆମ ଅଶୁଦ୍ଧତାକୁ ବାହାର କରିଦେବେ, ପୁରା ଶୁଦ୍ଧ କରିଦେବେ। ଯଦି ପୁରା ଶୁଦ୍ଧ କରିଦେବେ, ତାପରେ ଆମେ ଯେ ଗୋଟେ ଗୋଟେ ଭଗବାନ ସେଟା ଜାଣିପାରିବୁ। ମା ବିନା ଏ କାମ ଆଉ କେହି କରିପାରିବେନି। କେବଳ ସେ ଗୋଟିଏ କାମ କରିବା ପାଇଁ, ଆମକୁ ବଦଳେଇବା ପାଇଁ, ଭଗବାନ କରିବା ପାଇଁ ବା ରୂପାନ୍ତର କରିବା ପାଇଁ ଏଇ ମା ଆସିଛନ୍ତି। ଆମ ଆବରଣକୁ ଦୂରେଇ ଦେବା ପାଇଁ ଏଇ ମା ଆସିଛନ୍ତି। ତେଣୁ ଏଇ ଯୋଉ ମା ଆସିଛନ୍ତି ଆମର ଆବରଣକୁ ଛିନ୍ନ କରିଦେବା ପାଇଁ, ଯୋଉ ଗୋଟେ ଲଣ୍ଠନ କାଚ ଆଉ ଲଣ୍ଠନ ଲଗେଇ ଯାଉଛେ ରାତିରେ, ଅନେକ ଦିନ ଜାଳିଲା ପରେ ଏଟା କଳା ପଡ଼ିଯାଏ। ଆଚ୍ଛା, କଳା ପଡ଼ିଗଲା ପରେ ଭିତରେ ଜଳୁଥିଲେ ବି ତା ଲାଇଟ୍ ଆଉ ବାହାରକୁ ଭଲ ଦେଖାଯିବ କି? କିନ୍ତୁ ଜଳୁଥିବ ନା ନାହିଁ? ତାହେଲେ ସେ କାଚକୁ ସଫା କରିବା ଦରକାର, ତାହେଲେ ଭଲ ଲାଇଟ୍ ମିଳିବ। ଯଦି କାଚକୁ ସଫା ନ କରିବା, ପ୍ରତିଦିନ ସେ ସ୍ତର 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 ପଡ଼ିଯିବ, ମୋଟା ବହଳ ହେଇଯିବ, ପୁରା କଳା ଦେଖାଲାଣି କାଚଟା, ଭିତରେ ଜଳୁଥିଲେ ବି ତା ଆଲୁଆ ଆଉ ବାହାରକୁ ଦେଖାଯିବନି। ତେଣୁ ଆମକୁ କ'ଣ କରିବାକୁ ପଡ଼େ? ଲଣ୍ଠନ କାଚକୁ ସଫା କରିବାକୁ ପଡ଼େ। ଠିକ ସେଇଭଳି ଆମ ଦେହରେ ଏତେ ସବୁ, ଆମ ମନରେ, ଆମ ପ୍ରାଣରେ, ଆମ ଦେହରେ ଏତେ ସବୁ ଆବର୍ଜନା ପରସ୍ତ ପରସ୍ତ ହେଇକି ପଡ଼ିଗଲାଣି ଯେ ଭିତରେ ଆମେ ଭଗବାନ ହେଇଥିଲୁ, ସେ କି କୁଆଡ଼େ ଲୁଚିଗଲେଣି ଭଗବାନ। ଭିତରେ ଭଗବାନ ଅଛନ୍ତି, କିନ୍ତୁ ବାହାରେ ସବୁ ସ୍ତର ସ୍ତର ପଡ଼ିକି ଲୁଚି ଯାଇଛନ୍ତି, ଦେଖାଯାଉନାହାନ୍ତି, ତାଙ୍କ ପ୍ରଭାବ କାର୍ଯ୍ୟକାରୀ ହେଇପାରୁନାହିଁ। ତେଣୁ ଏଇ ମା ଆସିଲେ ଆମ ଭିତରେ ଯୋଉ ଆବରଣ ସବୁ ପଡ଼ିଛି ତାକୁ ଛିନ୍ନ କରିଦେବା ପାଇଁ, ଦୂରେଇ ଦେବା ପାଇଁ, ପୋଚିକି ସଫା କରିଦେବା ପାଇଁ। ତେଣୁ ଏଇ ମା କେମିତିକା ମା? କ'ଣ ନଡ଼ିଆ କଦଳୀ ଦେଲେ ଯାଇକି ସେ ହେବେ? ନଡ଼ିଆଟା କାହାର? ନଡ଼ିଆଟା ଭଗବାନଙ୍କର ନା ଆମର? ଗଛରେ ନଡ଼ିଆ କିଏ ଫଳେଇଲା? ଭଗବାନ ଫଳେଇଲେ। ଯେ ଫଳେଇଲା ତାଙ୍କର ଅଧିକାର ନାହିଁ, ଆମର ଅଧିକାର ଅଛି।
ତେଣୁ ଆମେ କହୁଛୁ ନଡ଼ିଆ ଦେବୁ, କଦଳୀ ଦେବୁ, କୋଉଠୁ ଆଣିବୁ ସେଟା? ଆମେ କୋଉଠି ତିଆରି କରିପାରିବୁ? କଦଳୀ ତିଆରି କରିପାରିବୁ? ନଡ଼ିଆ ତିଆରି କରିପାରିବୁ? ଯଦି ଭଗବାନ ତିଆରି କରିବେ ତାଙ୍କର ଅଧିକାର ଅଛି, ତାଙ୍କର ଜିନିଷ ସିଏ, ତେଣୁ ତାଙ୍କର ଜିନିଷ ତାଙ୍କୁ ଦେଇକି ଆମେ କଣ ବାହାଦୁର ନେବା, ଠକାମି କରିବା ସିନା। ଭଗବାନ କାହିଁ କହୁଛୁ ନଡ଼ିଆ ମାନସିକ 108 ନଡ଼ିଆ ଦେବି, ମୋର ଏଇ କଥାଟା ପୂରଣ କରିଦିଅ, ମୁଁ 108 ନଡ଼ିଆ ଦେବି। କୋଉଠୁ ଆଣିବି ସେ 108 ନଡ଼ିଆ? ଗୋଟେ ନଡ଼ିଆ ଦେଖା ତିଆରି କରି ଦେଖାନ୍ତୁ ନା। 108 କୋଉଠୁ ଆଣିବା? ଗୋଟେ ନଡ଼ିଆ ତ ତିଆରି କରିପାରୁନୁ। ଏଇ ଯୋଉ ଆମେ ଭଗବାନ ସହିତ ଯୋଉ ମୁଲଚାଲ କରୁଛୁ, ତେଣୁ ଆମର ପରିବର୍ତ୍ତନ ହେଇପାରୁନି। ତେଣୁ ଏଇ ମା ଆମଠୁ କିଛି କଥା ଆଶା କରନ୍ତି ନାହିଁ, କିନ୍ତୁ ଏଇ ମାଠୁ ଆମେ ସବୁ କଥା ଆଶା କରିପାରିବା। ଏଇ ମାଙ୍କ ପାଖରେ ଆମେ ସବୁ କଥା ମାଗିପାରିବା, କିନ୍ତୁ ଏଇ ମା ଆମଠୁ କଣ ଚାହାନ୍ତି? କିଛି ନାହିଁ। କଣ ଆମ ପାଖରେ ଅଛି ଦେବା ପାଇଁ? ଆମ ପାଖରେ କିଛି ନାହିଁ ଦେବା ପାଇଁ। କେବଳ ଗୋଟେ କଥା ଦେଇପାରିବା, ନିଜକୁ ଦେଇପାରିବା। କଣ ବୋଲି ଦେବା? ମା ମୁଁ ତୋର, ତୁ ମତେ ଗ୍ରହଣ କର, ତୁ ମତେ ସଂସାରକୁ ପଠେଇଛୁ, ଯୋଉ କାମ ପାଇଁ ପଠେଇଛୁ ମୁଁ ଯେମିତି ସେଇ କାମରେ ଉପଯୁକ୍ତ ହେଇପାରେ, ତୋ ଇଚ୍ଛାକୁ ମୁଁ ଯେମିତି ପୂରଣ କରିପାରେ, ମତେ ଯୋଗ୍ୟ କରି ଗଢ଼। ଏତିକିଟା କେବଳ ମାଙ୍କ ପାଖରେ ଆମେ କହିପାରିବା। ମା ମୁଁ ତୋର, ତୁ ହଉଛୁ ମୋର, ତୁ ମତେ ଗ୍ରହଣ କର। ତେଣୁ ନିଜକୁ ମାଙ୍କ ପାଖରେ ଦେବା ବ୍ୟତୀତ ଆଉ ଆମ ପାଖରେ ଦେବା ପାଇଁ କିଛି ନାହିଁ। ଯିଏ ନିଜକୁ ମାଙ୍କ ପାଖରେ ଦେଇଛି ସେ ଏଇ ମା କେ ବୁଝିପାରିବ। ତେଣୁ ଏଇ ଯୋଉ ମା ଭୁବନ ଭୁବନର ଅଧିଷ୍ଠାତ୍ରୀ ଦେବୀ, ଆମ ଓଡ଼ିଆ ପୃଥିବୀ ଏମିତି କେତେ କେତେ ପୃଥିବୀର ସେ ମାଲିକ। ଆମର ଭଳିଆ ପୃଥିବୀ କେତେ କେତେ କୋଟି କୋଟି ପୃଥିବୀର ସେ ନିଜେ ହଉଛନ୍ତି ମାଲିକ, ରାଣୀ, ସମସ୍ତଙ୍କୁ ପରିଚାଳନା କରୁଛନ୍ତି, ସକଳ ଦେବାଦେବୀଙ୍କୁ ପୂଜା କରୁଛନ୍ତି। ସକଳ ଦେବାଦେବୀଙ୍କୁ ଆମେ ପୂଜା କରୁନୁ? ସେ ଦେବାଦେବୀ କାହାଠୁ ତିଆରି ହେଇଛନ୍ତି? ଆମେ କେତେ କେତେ ପ୍ରକାର ଦେବାଦେବୀଙ୍କୁ ପୂଜା କରି ପକଉଛୁ। ସେ ଦେବାଦେବୀ ମାନଙ୍କୁ ତିଆରି କରିଛି କିଏ? ଏଇ ମା ହିଁ ତିଆରି କରୁଛନ୍ତି। ଏଇଥିପାଇଁ ତିଆରି କରିଛି ଯେମିତି ଆମର ରାଜ୍ୟ ସାରା ଶାସନ ପାଇଁ ମନ୍ତ୍ରୀ ସବୁ ବିଭାଗ ମନ୍ତ୍ରୀ ଅଛନ୍ତି, ସେ ସେଇ କଥା ବୁଝୁଛନ୍ତି। ସେମିତି ଦେବାଦେବୀ ମାନଙ୍କୁ ଦାୟିତ୍ୱ, ତମେ ଏଇ କାମ କରିବ, ସେ କାମ କରିବ, ସେ କାମ କରିବ, ସେ କାମ କରିବ। ସ୍କୁଲରେ ଯେମିତି ମାଷ୍ଟର ଥାନ୍ତି, ଗଣିତ ମାଷ୍ଟର ଥିବେ, ବିଜ୍ଞାନ ମାଷ୍ଟର ଥିବେ, ଇଂରାଜୀ ମାଷ୍ଟର ଥିବେ, ଓଡ଼ିଆ ମାଷ୍ଟର ଥିବେ, ହିନ୍ଦୀ ମାଷ୍ଟର ଥିବେ, ସାଂସ୍କୃତିକ ମାଷ୍ଟର ଥିବେ, କିନ୍ତୁ ସମସ୍ତେ ଗୋଟେ ସ୍କୁଲରେ କାମ କରୁଥିବେ। ସମସ୍ତେ ଗୋଟେ ସ୍କୁଲରେ କାମ କରୁଥିବେ, କିନ୍ତୁ ମାଷ୍ଟର ଅଲଗା ଅଲଗା, କାମ ଅଲଗା ଅଲଗା। ତେଣୁ ଡ୍ରଇଂ ମାଷ୍ଟର ଯଦି କହିବା ମତେ ଟିକେ ବିଜ୍ଞାନଟା ବୁଝେଇଦେବ, ସେ କହ ମତେ, ମୁଁ ଡ୍ରଇଂ ମାଷ୍ଟର, ମତେ ସେ ବିଜ୍ଞାନ ଆସେନି, ବିଜ୍ଞାନ ମାଷ୍ଟର ପାଖକୁ ଯା, ପଠେଇଦେବେ ନା ନାଇଁ? ଯଦି ଆମେ ସଂସ୍କୃତ ମାଷ୍ଟର ପାଖରେ ଯାଇ ପଚାରିବା ଇଂଲିଶଟା ଟିକେ ବୁଝେଇଲ, ସେ ମୁଁ ସାଂସ୍କୃତିକ ମାଷ୍ଟର, ମତେ ଇଂଲିଶ ଆସେନି, ଇଂଲିଶ ମାଷ୍ଟର ପାଖକୁ ଯା। ଅଲଗା ଅଲଗା ମାଷ୍ଟର, ଅଲଗା ଅଲଗା କାମ, କିନ୍ତୁ ସମସ୍ତେ ଗୋଟେ ସ୍କୁଲରେ କାମ କରୁଛନ୍ତି ନା ନାଇଁ? ଠିକ ସେଇଭଳିଆ ସାରା ସଂସାରରେ ସବୁ ଦେବାଦେବୀ କାମ କରୁଛନ୍ତି, କିନ୍ତୁ ଡିପାର୍ଟମେଣ୍ଟ ଅଲଗା ଅଲଗା ହେଲା। ତେଣୁ ଆମର କୋଉ କଥା ଦରକାର? ଧର ମୋର ଗଣିତ ବୁଝିବାର ଅଛି, ମୁଁ ଗଣିତ ମାଷ୍ଟର ଖୋଜିବି ନା ନାଇଁ? ଆଉ ମୁଁ ଯଦି ଓଡ଼ିଆ ମାଷ୍ଟର ପାଖରେ ପହଞ୍ଚି ମତେ ଗଣିତ ଟିକେ ବୁଝେଇଲ, ସେ ଗଣିତ ଫଣିତ ମତେ ଆସେନି କହିବ, ପଳା ଗଣିତ ମାଷ୍ଟର ପାଖକୁ, ମତେ ତ। ତେଣୁ ଏଇଭଳି ଦେବାଦେବୀଙ୍କୁ ଆମେ ପୂଜା କରୁଛୁ, ଯାହା ପାଖରେ ଯୋଉ ଶକ୍ତି ନାହିଁ ଆମେ ତାଙ୍କୁ ଖାଲି ଖଟୁଲିରେ ବସେଇକି ଫୁଲ ଚନ୍ଦନ ଦେଇ ଧୂପ ଦେଇ ତାଙ୍କ ଜୟଗାନ କରୁଛୁ। ସେ ବହୁତ ଖୁସି ହଉଛନ୍ତି। ସେ ଖୁସି ହେଇଗଲା ପରେ ଭାବୁଛୁ ବୋଧେ ସେ ଦେବେ, ଦିଅନ୍ତିନି, ସେ ଦିଅନ୍ତିନି ହେଲା। ତେଣୁ ଦେବେ କିଏ? ଏଇ ମା ହିଁ କେବଳ ଦେବେ। ଏଇ ମା ଯାହାକୁ ଦେବେ, ଦେବାଦେବ ମାନେ ସେ କାମ କରିପାରିବେ ନାହିଁ, କେବଳ ମା ହିଁ ଦେଇପାରିବେ। ତେଣୁ ଏଇ ମାଙ୍କୁ ଆମେ ଡାକିନୁ କେବେ? ବଦଳିବା କଥା। ମଣିଷ ତ କୋଉ ଯୁଗରୁ ପୂଜା କରୁଛି ନା ନାଇଁ? କୋଉ ଯୁଗରୁ ପୂଜା କରୁଛି? ତାର ରାଗ କମିଛି, ତା ହିଂସା କମିଛି, ତା ଲୋଭ କମିଛି, ତା ଅହଙ୍କାର କମିଛି, ନା ତା ସ୍ୱାର୍ଥପର ଭାବ କମିଛି, ନା କଳି କରିବା ଗୁଣ ତାର କମିଛି, ନା ଯୁଦ୍ଧ କରିବା, ଲଢେଇ କରିବା, ଘରେ ବାଦ ବିବାଦ କରିବା ସେ ଗୁଣ କମିଛି, ହିଂସା ଈର୍ଷା କମିଛି? କିଛି କମିନି। କିନ୍ତୁ ପୂଜା ଚାଲିଛି ନା ନାହିଁ? ପୂଜା ଚାଲିଛି, କିନ୍ତୁ ଗୁଣ ବଦଳୁ ନାହିଁ। ତାହେଲେ ଏମିତି କେତେ ଦିନ ଚାଲିଥିବ ଏଇଭଳି ପୂଜା? କୋଉ ଦିନ ବଦଳିବା? ଯଦି ଆମେ ବଦଳିବାକୁ ଚାହୁଁଛୁ ତାହେଲେ ଏଇ ମା ଦରକାର, କାରଣ ଏଇ ମା ଆସିଛନ୍ତି ଆମକୁ ବଦଳେଇବା ପାଇଁ। ମୁଁ ଲୁହା କଣ୍ଟା ହେଇକି ରହିଛି, ବାହାରେ ରହିଲେ କଳଙ୍କି ଧରିବ। ଯଦି ଲୁହା କଣ୍ଟାରେ ମୁଁ ଷ୍ଟିଲ୍ ହେଇଯିବି
ताले कौन हम आउ कलिंग लगे कि तेरे लुहा कंटारू स्टील किए करिवो ए माँ ही करिवे तेणु आम मनीष हो दुख अच्छी कष्ट अच्छी रोग अच्छी वार्धक्य अच्छी अज्ञानता अच्छी मृत्यु अच्छी जदि भगवान हो रोग नथिबो कष्ट नथिबो जंत्रणा नथिबो वार्धक्य नथिबो तेणु माँ आसती आमको बदलैवा काम करने तेणु बदलैया आम पाखर किसी सर्त से रखी ना तुम ये कर मु बदल देवी कही ना तुम मत नड़िया दियो कदली दियो कि कुकुड़ा दियो कि छेली दियो मागी ना केवल दरकार माँ को श्रद्धा करिया भल पाइबा गोटे कथा दरकार ए माँ को भल पाई शिखा ग्रह नक्षत्र मान आम भय करुचु काले मोर दशा खराब अच्छी तेणु किसी होनी जातक देखा जातक जहाक आम देखौचे से कौन कर जन्म समय को देखिकी हिसाब कर हाँ से समय कौ ग्रह थिला कौ नक्षत्र थिला तार चलनी केमती थिला से अनुसार से या हम बतौ प्रकृत जन्म समय कौटा आम जानू तेणु गणना तंकर भूल होनी माँ अति चमत्कार हारे कहले जोकर माने जमीती गोटे गोटे शो रे आसिकी सर्कस शो रे जोकर सब था आसी जोकिंग देखे पड़ेले आर शो रे सेकेंड शो रे पुणी से जोकिंग देखेबे थर्ड शो रे पुणी से भाया जोकिंग देखेबे कैसेट रे गीत अच्छी मुझे टेप रेकर्डर लगेदेवी से गीतटा बाजिबो ना नहीं तेना जो गीतटा टेप रेकर्डर अच्छी सेटा बाजिबो टेप रेकर्डर कैसेट रे जो गीत नहीं से गीतटा बाजिबो कि ये कैसेट बजेला भाया जातक देख हिसाब कर कहते जड़े साधक को जड़े ज्योतिष देखी से भारी माने सठिक कथा कहती अनेक से प्रकार आगुरी तेणु हाथ देखिले हिसाब कले कहले 40 वर्ष तुम बुड़ी की मरिया जोग अच्छी बड़ छानिया गले 40 वर्ष बुड़ी की मरीजी पाणिले देखिए माँ को कहले माँ मोर जड़े जातक देखी मोर हाथ को देखी माने ज्योतिष जड़े कहते मोर 40 वर्ष पानी रे बुड़ी की मरिया जोग अच्छी कहले हाँ अच्छी असुविधा कौन है तमें क्या पाखे अछ तमें क्या पाखे अछ माँ मु आपण पाखे अच्छी आज व्यस्त क्या हो 40 वर्ष रे तमर बुड़ी की मरिया जोग अच्छी अच्छी से भूल कहनी हेले अच्छ तमें क्या पाखे माँ मु तुम पाखे अच्छी 40 वर्ष तले हो गला पार हो गला तांकर किछि हला पार हो गला तापर से माँ को देखा करी कहले माँ कौन है गछरे आंबटा पाची गले खसी पड़े एटा निश्चित कथा कि नहीं किंतु माँ जदि मझे हाथटा देखे दवा हाथ में पड़ला तले पड़ो कि पड़ा बेले आंबटा मु हाथ देखेदेली हाथ में धर नहीं गली तले पड़ो किंतु माने आंबटा पड़ाटा निश्चित थिला कि नहीं मझे गोटे हाथ भर्ती हो जाएगी आंब को धरी पकेला तेणु से तले पड़लानी ठीक से भाई आम जीवन में केते 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 घटना घटवार थी ये माँ कौन करेंगे जदि माँ को भल पाई माँ को यदि ग्रहण करथिबा से कौन करेंगे एमती हाथटी बढ़े देवे पटकी तेणु से सब कटिज जीवन गतिपथ को बदल दे पारे ए माँ भाग्य को बदल दे पारे ए माँ कारण से समस्त भाग्य निर्धारण कर विकल डाकी माँ करुणा देकी ता भितर जहाँ संभावना अच्छी से फुटाती तेणु माँ को सानिध्य आसी व्यक्ति सब आनंद अनुभव करे तार टंका पैसा थाऊ न थाऊ घर द्वार थाऊ न थाऊ आनंद रहिबो कहीं रहिबो कारण माँ हेले महालक्ष्मी माँ हेले महेश्वरी
ମା ହେଲେ ମହାକାଳୀ, ମା ହେଲେ ମହାସରସ୍ୱତୀ। ଆଉ ଦେବୀ ଲକ୍ଷ୍ମୀ, ଦେବୀ ଦୁର୍ଗା, ଦେବୀ କାଳୀ, ଦେବୀ ସରସ୍ୱତୀ ଯାହା କରିପାରିବେ ନାହିଁ, ଏଇ ମା ସେଇ କାମ କରିବେ। ଏଇ ମା ଛଳନାକୁ ପସନ୍ଦ କରନ୍ତିନି। ଏଇ ମା ଛଳନାକୁ ପସନ୍ଦ କରନ୍ତି ନାହିଁ। ଯୋଉଠି ଛଳନା ରହିବ ମା ଟିକେ ମୁହଁ ଆଡ଼ କରିଦେବେ। ତେଣୁ ମା ଛଳନା ପସନ୍ଦ କରନ୍ତିନି। ସତରେ ମୁଁ ମାଙ୍କୁ ଭଲ ପାଇବି, ସେଥିରେ କୌଣସି ଦ୍ୱିଧାବୋଧ ନାହିଁ। ଇଏ ତ ମା ଡିଭାଇନ ମଦର। ଆଉ ତେଣୁ କୌଣସି ଗ୍ରହ ନକ୍ଷତ୍ରର ଯୋଉ ପ୍ରଭାବରେ ଆମେ ଯୋଉ ଡରି ଯାଉଛୁ, ଆମ ଘରକୁ କିଏ କଣ ଭୂତ କରିଦେଲେ କି, ପ୍ରେତ କରିଦେଲେ କି, ଗୁଣିଆ କରିଦେଲେ କି, ଭୟ। ଯଦି ମାଙ୍କ ଉପସ୍ଥିତି ଆମ ଘରେ ଆମେ କ୍ରିୟାଶୀଳ କରିବାକୁ ଚାହୁଁ, ଯଦି ପରିବାରର ସମସ୍ତେ ମାଙ୍କୁ ଡାକୁଥିବେ, ତାହେଲେ ତାଙ୍କ ପ୍ରଭାବ ଘରେ କାମ କରୁଥିବ। କୌଣସି ଅପଶକ୍ତି ଆମ ଘର ଭିତରୁ ପ୍ରବେଶ କରିପାରିବନି। ଯେତେ ବଡ଼ ବିରୋଧୀ ଶକ୍ତି ହେଲେ ବି ଏଇ ମାଙ୍କ ପାଖରେ ରହିପାରେନି। ଆକାଶରେ ସୂର୍ଯ୍ୟ ଥିଲାବେଳେ ଆମେ ଯଦି ବାହାରେ ଗୋଟେ ଇଲେକ୍ଟ୍ରିକ ବଲ୍ବ ଲଗେଇବା, ତା ଆଲୁଅ କେତେ ଆଲୁଅ ଦେଖେଇବ? ଇଲେକ୍ଟ୍ରିକ ବଲ୍ବର ଆଲୁଅ ଜଳୁଥିଲେ ବି ତା ଆଲୁଅ ଦେଖାଯିବ କି? ଦିନ ବେଳା ଖରା ଏତେ ପଡିଛି ଯେ, ସୂର୍ଯ୍ୟଙ୍କର କିରଣ ଏତେ ପ୍ରଖର ହେଇଛି ଯେ, ଆମେ ଯଦି ବାହାରେ ଗୋଟେ ଇଲେକ୍ଟ୍ରିକ ବଲ୍ବଟେ ଲଗେଇବା, ସେ ଆଲୁଅ ଦେଖାଯିବ କି? କିନ୍ତୁ ଜଳୁଥିବ। ଠିକ ସେଇଭଳି ଏଇ ମାଙ୍କର ତେଜ ପାଖରେ ଅଲଗା କୌଣସି ଶକ୍ତିର ତେଜ ମଳିନ ପଡ଼ିଯାଏ, କ୍ରିୟାଶୀଳ ହେଇପାରେ ନା। ତେଣୁ ଏଇ ମାଙ୍କୁ ଯିଏ ଧରିଛି, ତା ଜୀବନରେ ଅସମ୍ଭବ ସମ୍ଭବ ହେଇଯାଏ। ତା ଜୀବନରେ ସବୁ କିଛି ଦିବ୍ୟ ହେଇଯାଏ। ତା ଜୀବନର ଚଲାପଥରେ ମା ସୁରକ୍ଷା ଦେଇ ଦିଅନ୍ତି। କାରଣ ସେ ମାର ପିଲା। କୋଉ ମା କେବେ ଚାହିଁବନି ତା ପିଲା ଅସୁବିଧାରେ ପଡୁ ବୋଲି, ବିପଦରେ ପଡୁ ବୋଲି। ତେଣୁ ଏଇ ମାଙ୍କୁ ଯେ ସବୁବେଳେ ମନେ ପକେଇଛି, ଯେ ମାଙ୍କୁ ସବୁବେଳେ ଡାକି ପାରୁଛି, ମା ମା ବୋଲି କହିପାରୁଛି, ଗାଧୁଆ ଗାଧୁଆ ନଡିଆ କଦଳୀ ଫୁଲ ଧୂପର ଆବଶ୍ୟକ କିଛି ନାହିଁ। ଶ୍ରଦ୍ଧାରେ ଆମେ ମାଙ୍କୁ ମନେ ପକେଇ ପାରିବା ତ? ମାଙ୍କ ନାମ ଟିକେ ଡାକି ପାରିବା ତ? ମା ମା ବୋଲି କହିପାରିବା ତ? ଏଇ କଥାଟା ଯଦି ଆମର ବାରମ୍ବାର ବାରମ୍ବାର ହଉଥିବ, ତାହେଲେ ମାଙ୍କର ପ୍ରଭାବ ଆମ ଭିତରେ ସକ୍ରିୟ ହବ। ମାଙ୍କ ଶକ୍ତି ଯେତେବେଳେ ସକ୍ରିୟ ହବ, ସବୁ କିଛି ଦୂର ହେଇଯିବ, ସବୁ କିଛି ଦୂର ହେଇଯିବ। ତେଣୁ ଏଇ କଥାଟା କାହାକୁ କୁହେଇକିରି ମାଙ୍କୁ ଡାକ କରିହେବନି। ଭିତରୁ ଜଣେ ଶ୍ରଦ୍ଧାରେ ଅନୁଭବ କରିବ, ହଁ ଇଏ ମା ଦିବ୍ୟ ଜନନୀ, ଆଦି ମାତା, ଆଦ୍ୟା ଶକ୍ତି। ଏ ପୃଥିବୀକୁ ସ୍ୱର୍ଗରେ ପରିଣତ କରିବା ପାଇଁ ମା ଆସିଛନ୍ତି। ଯୋଉ ପୃଥିବୀ ଏମିତି ଗୋଟେ ନୂଆ ପୃଥିବୀ ହବ, ସେ ପୃଥିବୀରେ ଅଜ୍ଞାନତା ନଥିବ, ରୋଗ ନଥିବ, ବାର୍ଦ୍ଧକ୍ୟ ହବା ନଥିବ, ଜରା ନଥିବ, ଅଜ୍ଞାନତା ନଥିବ, ଦୁଃଖ ଯନ୍ତ୍ରଣା ନଥିବ, ମୃତ୍ୟୁ ନଥିବ। ଏଇଭଳି ଗୋଟେ ପୃଥିବୀ ତିଆରି ହେବା ପାଇଁ ଏଇ ମା ଆସିଛନ୍ତି, ମାନବ ରୂପରେ ଆସିଛନ୍ତି। କାରଣ ମଣିଷକୁ ଭଗବାନ ପରିଣତ କରିବେ। ତେଣୁ ମଣିଷକୁ ଶିଖେଇବେ। ଯଦି ମଣିଷ ରୂପରେ ନ ଆସିବେ, ଏ ମଣିଷ ସହଜ କଣ ତାଙ୍କୁ ସ୍ୱୀକାର କରିବ? କରିବନି। ଅଲଗା ରୂପ ହେଇକି ଯଦି ଆସି ଦେଖେଇବେ, ତମେ ସେମିତିକା ରୂପ ହେଇଛ ବୋଲି ଆସିଲ, ଦେଖିଆ ଆମ ଭଳିଆ ମା ଭଳିଆ, ଆମ ଭଳିଆ ହେଇକି ଆସିଲ ମଣିଷ ହେଇକି, ତ କେମିତି କରିଦବ ଦେଖିଆ? ମଣିଷ ସାଙ୍ଗେ ସାଙ୍ଗେ ଯୁକ୍ତି କରିଦବ, ଅସ୍ୱୀକାର କରିଦବ। ତମ ଅଲଗା ରୂପ ହେଇକି ଆସିଛ, ତମର ଚାରି ଚାରିଟା ହାତ ଅଛି, ଆଉ ଶଙ୍ଖ ଧରିଛ, ଚକ୍ର ଧରିଛ, ଗଦା ଧରିଛ, ପଦ୍ମ ଧରିଛ, ଆଉ କଣ କଣ ଖଣ୍ଡା ଖରପଟ ଧରିଛ, ତେଣୁ କରିଦଉଛ। ଦେଖିଆ ଆମ ଭଳିଆ ମଣିଷ ହେଇକି ଆଇଲ, କେମିତି କରିଦବ? ମଣିଷ ସାଙ୍ଗେ ସାଙ୍ଗେ ଏଇ ପ୍ରକାର ପ୍ରଶ୍ନ କରିଦବ। ତେଣୁ ମା ସେଇଥିପାଇଁ ମାନବ ରୂପରେ ଆସିଲେ, ମଣିଷକୁ ଶିଖେଇବେ। ମା ଦିବ୍ୟ ଜନନୀ ଯେହେତୁ ମାନବ ରୂପକୁ ଗ୍ରହଣ କରିଛନ୍ତି, ତେଣୁ ଆମର ଦିବ୍ୟ ହବାଟା ନିଶ୍ଚିତ ହେଇଯାଇଛି, ଭଗବାନଟା ନିଶ୍ଚିତ ହେଇଛି। କାହାକୁ କେତେ ଜନ୍ମ ଲାଗିବ କହିହବନି, କିନ୍ତୁ ଆମେ ନିଶ୍ଚିତ ଦିବ୍ୟ ହବା। କାରଣ ମା ଆମରି ମାନଙ୍କୁ ବାଛିଛନ୍ତି, ଆମରି ମାନଙ୍କ ଗହଣକୁ ମାନବ ରୂପକୁ ଗ୍ରହଣ କରିକି ଆସିଛନ୍ତି। ଯେହେତୁ ମା ନିଜେ ଆମରି ଭଳିଆ ମାନବ ରୂପକୁ ଗ୍ରହଣ କରିଛନ୍ତି, ତେଣୁ ଏ ମଣିଷ ବଦଳିବାଟା ନିଶ୍ଚିତ ହେଇଯାଇଛି। ଯଦି ଅଲଗା ରୂପ ନେଇକି ଆସିଥାନ୍ତେ, ତାହେଲେ ମଣିଷ ସହଜ ବଦଳି ନଥାନ୍ତା। ଶ୍ରୀରାମଚନ୍ଦ୍ର ସେତୁ ବନ୍ଧ ବାନ୍ଧିଲେ,
ଅଯୋଧ୍ୟାବାସୀ ଥିଲେ ନା ନାହିଁ? କିଏ ସହଯୋଗ କଲେ? କୋଉମାନେ? ବାନର ମାନେ ସହଯୋଗ କଲେ ସେତୁ ବନ୍ଧରେ। ଶ୍ରୀରାମଚନ୍ଦ୍ରଙ୍କୁ ଯୁଦ୍ଧରେ ସାହାଯ୍ୟ କଲେ କୋଉମାନେ? ବାନର ମାନେ ସହଯୋଗ କଲେ। କିନ୍ତୁ ଅଯୋଧ୍ୟାବାସୀ ଥିଲେ କି ନାହିଁ? ଥିଲେ। କି ସୁଯୋଗ ପାଇଲେ? ପାଇଲେ ନାହିଁ। କାହିଁକି ନା ସେ ବାନର ମାନଙ୍କ ଭିତରେ ଜଣେ ବଡ ଭକ୍ତ ଥିଲେ। ସେ ଚିହ୍ନିଥିଲେ ଶ୍ରୀରାମଚନ୍ଦ୍ର କିଏ। ସମସ୍ତଙ୍କୁ ଶିଖେଇ ଦେଲେ, ଏକଜୁଟ କରାଇଦେଲେ। ତାପରେ ସମସ୍ତେ ପ୍ରଭୁ ଶ୍ରୀରାମଙ୍କର ସେବାରେ ନିଜ ଜୀବନକୁ ନିୟୋଜିତ କରିଦେଲେ। ଠିକ ସେଇଭଳି ଏଇ ମାଙ୍କୁ ଯଦି ଜଣେ କେହି ଚିହ୍ନି ଥାଏ ପରିବାରରେ, ସେ ସମସ୍ତଙ୍କୁ ପରିବାରରେ ବତେଇ ଦେଇପାରିବ। ଯଦି ଗୋଟେ ଆଲୋକ ଜଳୁଛି, କ୍ୟାଣ୍ଡେଲଟା ଯଦି ଜଳୁଛି, ତାହେଲେ ଜଳୁନଥିବା କ୍ୟାଣ୍ଡେଲ ଯଦି 100ଟା ଥାଏ ବି, ସେ ଜଳୁଥିବା କ୍ୟାଣ୍ଡେଲଟା ଜଳେଇଦବ ନା ନାହିଁ? ଜଳେଇଦବ। କିନ୍ତୁ ତା ସଂଯୋଗରେ ଆସିବା ଦରକାର। এই କ୍ୟାଣ୍ଡେଲ ସଂଯୋଗରେ ଆସିବା ଦରକାର। ଜଳୁନଥିବା କ୍ୟାଣ୍ଡେଲ ଜଳୁଥିବା କ୍ୟାଣ୍ଡେଲ ସଂଯୋଗରେ ଯଦି ଆସିବ, ତାହେଲେ ସେ ଜଳିବ। ତେଣୁ ମାଙ୍କ ପ୍ରଭାବରେ ଯଦି ଆମେ ଆସିବା, ତାହେଲେ ଆମ ଭିତରଟି କଣ ହବ? ଚେତନାଦୀପ୍ତ ହେଇ ଉଠିବ, ଜ୍ଞାନଦୀପ୍ତ ହେଇ ଉଠିବ, ଅଜ୍ଞାନତା କୁଆଡେ ଦୂର ହେଇଯିବ, ଯାହାଫଳରେ ଆମେ ଆଉ ଭୁଲ ବାଟ କରିପାରିବାନି। ମା ତାଙ୍କର କରୁଣାରେ ଆମ ମାନଙ୍କୁ ଏକତ୍ରିତ କରିଦିଅନ୍ତି, ଏକାଠି କରିଦିଅନ୍ତି, କୋଳେଇ ନିଅନ୍ତି। ଦଣ୍ଡ କାହାକୁ ଦିଅନ୍ତିନି। ଇଏ ହଉଛନ୍ତି ସେଇ ମା। ଇଏ ଜଣେ ଏମିତିକା ମା ଯିଏ କେବେ ଦଣ୍ଡ ଦିଅନ୍ତି ନାହିଁ, କରୁଣାରେ ପିଲାମାନଙ୍କୁ କୋଳେଇ ଆଣନ୍ତି। ଗୋଟେ ଡିପାର୍ଟମେଣ୍ଟରେ ଜଣେ କାମ କରେ, ସେ ସବୁବେଳେ ଭୁଲ ବାଟ କରେ, ବାରମ୍ବାର ଭୁଲ। ସେ ଡିପାର୍ଟମେଣ୍ଟ ଇନଚାର୍ଜ ମାଙ୍କୁ କହିଲେ, ମା ସେ ଏମିତି ବାରମ୍ବାର ଭୁଲ କରୁଛି, ତାକୁ ଆମ ଡିପାର୍ଟମେଣ୍ଟ ରଖେଇବୁ, ସେ ଅଲଗା ଡିପାର୍ଟମେଣ୍ଟ ପଠେଇଦେବୁ। ପଠେଇ ଦିଅ। ଥରେ, ଦିଥର, ତିନିଥର, ଚାରିଥର ଏମିତି ଯୋଜନା କଲେ ତାକୁ ପଠେଇଦବା। ତାପରେ ତ ଗେଟ୍ ଆଉଟ୍ କରିବା ପାଇଁ ଯେତେବେଳେ ବାହାରିଲେ, ଡିପାର୍ଟମେଣ୍ଟ ବାହାର କରିଦେବେ ପୁରା। ସେ ଆସିଲା ମାଙ୍କୁ, ମାଙ୍କ ଯେତେବେଳେ ଆସିଲା, ମା କହିଲେ ଯାଅ ତମ ଡିପାର୍ଟମେଣ୍ଟ କାମ କରିବ। କାରଣ କଣ? ତା ଭିତରେ ଯୋଉ ଅଶୁଦ୍ଧତା ଥିଲା, ଏଇ ମାଙ୍କ ପାଖକୁ ଆସିବା ବେଳେ ମାଙ୍କ ପ୍ରଭାବରେ, ମାଙ୍କ ପାଖାପାଖି ହେଇଗଲା ବେଳକୁ ସେ ଅଶୁଦ୍ଧତାଟା ଶୁଦ୍ଧ ହେଇଗଲା। ତେଣୁ ମା ପାଖରେ ପହଞ୍ଚିଲା ପୁରା ପିଓର, ପୁରା ଶୁଦ୍ଧ। ଯେତେବେଳେ ମାଙ୍କ ପାଖରେ ପହଞ୍ଚିଲା ବେଳକୁ ପୁରା ଶୁଦ୍ଧ ହେଇଯାଇଛି, ତେଣୁ ତାର ଭୁଲ ନାହିଁ, ପୁଣି ଗଲେ ଡିପାର୍ଟମେଣ୍ଟ। ଏମିତି 4 ଥର ହେଇଛି। କାରଣ ମାଙ୍କ ପାଖକୁ ଆସିଲେ ଆମ ଭିତରଟା ଶୁଦ୍ଧିକରଣ ହେଇଯାଏ। ମାଙ୍କଠୁ ଦୂରେଇ ଗଲେ ଦୁଷ୍ଟାମୀ ଗୁଣ ବଢିଯାଏ। ଜଣେ ଲୋକର ଦେହ ଖରାପ ହେଇଥାଏ, ମେଡିକାଲ ଯାଇଛି, ତାର ଇମିଡିଏଟ ଅପରେସନ ହବା ଦରକାର, ନହେଲେ ଲୋକର ଜୀବନ ଚାଲିଯିବ। 24 ଘଣ୍ଟା ଭିତରେ ଅପରେସନ ହେଲେ ନିଶ୍ଚିତ ଜୀବନ ଯିବ। ବଡ ସିରିୟସ କେସ୍। 8 ଘଣ୍ଟା ବିତିଗଲାଣି, ଆଉ 16 ଘଣ୍ଟା ଅଛି। ଆରେ ଏଠି ତ ଆମର ଅପରେସନ ହେଇପାରିବନି। ସାଲାଇନ ପତ୍ର ଲଗେଇ ଦେଇକି ଆଉ ଗୋଟେ ହସ୍ପିଟାଲ ପଠେଇଦେଲେ। ତାପରେ ସେ ହସ୍ପିଟାଲରେ ଦେଖିଲେ ଏଟା ପୁରା ସିରିୟସ ପେସେଣ୍ଟ, ଏମର୍ଜେନ୍ସି କେସ୍, ନେଲେ ଅପରେସନ ଭିତରକୁ, ଓଟି ଭିତରକୁ ନେଲେ, ଅପରେସନ କଲେ। ଅପରେସନ କଲା ପରେ ଯୋଉ ଡକ୍ଟର ଅପରେସନ କରନ୍ତି, ସିଏ ମା ଶ୍ରୀରାମଙ୍କର ଭକ୍ତ। ସେ ମା ଶ୍ରୀଙ୍କର ଫଟୋ ରଖିଛନ୍ତି ତାଙ୍କ ଅପରେସନ ଥିଏଟର ଭିତରେ, କପଡା ଘେର କରିକି। ଯୋଉ ପେସେଣ୍ଟ ଯାଏ ଆଗେ ତାକୁ ତାଙ୍କ ପାଖରେ ସମର୍ପଣ କରାଇ ଦିଅନ୍ତି, ତାପରେ ଅପରେସନ କରନ୍ତି। ଯେତେବେଳେ ଏ ରୋଗୀ ଜଣକ ପହଞ୍ଚିଲେ, ତାଙ୍କୁ ନେଇ ମା ଶ୍ରୀଙ୍କ ଫଟୋ ପାଖରେ ସମର୍ପଣ କରିଦେଲେ, ତାପରେ ଅପରେସନ କଲେ। ତାଙ୍କର ପଣ୍ଡିଚେରୀ ଯିବା ପାଇଁ ଟିକେଟ କରାହେଇଛି, ତା ପରଦିନ ସେ ପଣ୍ଡିଚେରୀ ପଳେଇବେ। ହେଲେ ୟାକୁ ଅପରେସନ କରାହେଇଛି, ଆଉ ସେ ପଣ୍ଡିଚେରୀ ଗଲା 4 ଦିନ ପରେ ଫେରିବେ। ସେତିକି ଦିନ ପର୍ଯ୍ୟନ୍ତ ଆସିଷ୍ଟାଣ୍ଟ ମାନେ ବୁଝିବେ। ଆସିଷ୍ଟାଣ୍ଟ ମାନଙ୍କୁ କହିଦେଇ ଯାଇଛନ୍ତି, ଦେଖ ତାର ଏଇ ପ୍ରକାର ମେଡିସିନ ସବୁ ଏଇ ସମୟରେ ଦବ। ଆଉ 48 ଘଣ୍ଟା ପରେ ତାର ସେନ୍ସ ଆସିବ। ସେନ୍ସ ଆସିଲେ ସେ ମତେ ଖୋଜିବ, ଆଉ କହିବନି ମୁଁ ମୋ ଗୁରୁଙ୍କ ପାଖକୁ ଯାଇଛି ବୋଲି, ପଣ୍ଡିଚେରୀ ପଳେଇଛି ବୋଲି।
खाली हल्का ही कह हाँ ये जाइए आसवे सी सीरीयस न हुए सीरीयस है तार हार्ट अटैक होपर सतु सत 48 घंटा पर तार सेन्स आसला से 48 घंटा भीतर झाड़ा है कि परिस्रा है पेट पूरा फुले कि छाती पूरा फुले रही झाड़ा परिस्रा है प्रबल जंत्रणा चित्कार करुच्ची से वार्ड अन्य पेसेंट मान पूरा छानिया हो नर्स मान दौड़ी आइले कौन है यार से नर्स मान गाड़ी गुलज कर तुम हस्पिटाल को आसी मत भल करना मोर जंत्रणा हो ये तो जापर ना कौन जहाँ जहाँ लेखाई खाली दौरान जहाँ कहीकि डाक्तर केवल से कहले मत जो डाक्तर ऑपरेशन करते सी कड़े यही गुरु पाक जामतिका गुरु एमतिका डाक्तर से जानवा दरकार जदि मंदिरटा हुए हस्पिटालटा तेल मुझे ता भर गोटे देवता से कौ गुरु पाक पलैले तार मन इच्छा गाड़ीदेला डॉक्टर माने गाड़ी गुलो शुणिले नर्स माने गाड़ी गुलो शुणिले बिगिड़ी की गला पड़ता राति रे जने पेसेंट आसे जने डॉक्टर आसिले कौन है तुम एत जोर पार्टी कर मोर झाड़ा परिस्रा किसी होनी तापर से कौन कले तार आंठू जंघ पेट सब मिसेकी पूरा भिडिकी धरले टाण पूरा टाइट की धरले भिडिक पूरा धरले गोड़ देर एका सागर टाणिकी छाड़देले झाड़ा बाहरी गला परिस्रा बाहरी गला फुला भी कमीगला हल्का लगे ये जो डॉक्टर जनक आसिक कमटी करी गले पुणी दिन भी आसिले ठीक अच्छे हाँ ए ठीक अच्छे तार 4 दिन पर जो डॉक्टर तक ऑपरेशन करते सी आसिक पहुंच कौन है तुम केमिया डाक्तर रोगी जन तुम केमिया डाक्तर तुम गोटे साधारण ज्ञान नहीं मत काटिगुड़ा दे पलैल तुम गुरु पाक तुम गुरु बड़ हो गले ये हस्पिटाल मंदिर मुझे भर गोटे देवता तुम कौ गुरु पाक जाइल पूजा करने कौ गुरु को देखा कर मु पलैला तुम किसी असुविधा रोगी जन कहते तुम मेडिकल कौन सी डाक्तर मत भल कर पारे बाहर जन डाक्तर आसिक 2 दिन मो ट्रिटमेंट कर बाहर डाक्तर आसछन्ती बाहर को डाक्तर आसछन्ती कहे से धोती पिंधा डाक्तर दाढ़ी रखा डाक्तर देखो श्रीजन फोटो से धोती पिंधि दाढ़ी रखिए किए से आलबम भितर गोटे फोटो श्रीजन गोटे फोटो बाहर कर देखेले है आलबम भितर जो श्रीजन फोटोटी बाहर कर देखेले तापरे हाँ ये डाक्तर परा अरे अरे ये ताले तुम पाक आसछन्ती मो गुरु पाइए मुझे देखा कर दर्शन कर तुम किड़े भाग्यवान प्रभु श्री अरविंद आसिक तुम सेवा कर जीवन में कि तपस्या तुम कर कृतकृत्य हो गले डाक्तर सी गाड़ी गुलज बिगड़ कौन कृतकृत्य हो गले जदि गोटे आंतरिक पूर्ण प्रार्थना थाए एवं समर्पण थाए भगवान यही प्रकार काम करती मु कहानी एटा कहून गोटे सत घटना मु कहूली तेना आम घरे जदि माँ शिव फोटो रही हम आराधना करिया डाकिया माँ बोली ये माँ शुणे निश्चित शुणे किंतु माँ को आम अवहेला करछे ठीक रे डाकुन जदि यथार्थ आम माँ को भितर भितर डाकुवा सी शत्रु मित्र हो राग मुड्रे आसते भीतर शांत अवस्था तैयारी जदि माँ को प्रभाव को आम भितर बलवती करी कार्यकारी कर तेणु गोटे सिंसियर प्रार्थना आम आवश्यक ये जो आंतरिक पूर्ण प्रार्थना रे असंभव संभव हुए माँ से काम करने पृथ्वी रे आमको गोटे स्तर आ गोटे स्तर को उठे ने पृथ्वी को स्वर्ग राज्य परिणत करदे मानव को दिव्य मानव करदे जहाँफल रोग जरा वार्धक्य स्पर्श कर मृत्युर भयता रही खरा वर्षार भयता रही शीत काकर भयता रही खाद्य चिंता तार नथिव छुआ पिला झमेला तार नथिव एक
मनीष तैयारी करिया पई ए माँ निज कृपा करिकी संसार को आछंती तेणु एभली गोटे माँटी आम पाइचे जो माँ को आम निरवच्छिन्न भाव डाकिबा दरकार जदि माँ को आम निरवच्छिन्न भाव डाकी पारले ताले माँ का प्रभाव निश्चित क्रियाशील हम निश्चित क्रियाशील ए माँ को पाखरे चिठी लिखिले कौन हुए मु तार गोटे दृष्टांत दूची गोटे छोटिया छुआ गोटे पूर्णांग शिक्षा केन्द्र पाठ पढ़े ए माँ को स्कूल तार बापा माँ घरे पाठचक्र करती ता बापा माँ बेले बेले कड़िकचिया लगती छुआ देखे माँ चिंता करथो ता बापा को संतुष्टि करने से चिठी लिखिकी माँ भर दे बापा लिखि थी चिठी सी दे माँ को माँ को पाखे चिठी लिखिकी दियंती बापा भी दिए माँ भी दिए छुआ देखे मो बापा माँ किसी असुविधा हेले से माने माँ के पाखे चिठी लिखिकी दौरान तेणु मु भी लिखी भितर चिंता कलानी मोर से केतल असुविधा है मुझे लिखी से छुआ को ता माँ सबुदिन स्कूटी नहीं कि जाती स्कूल को ये जो स्कूटी नहीं कि जाती से डायरेक्ट क्लास रे छाड़ी के आसंदिनी ये श्री अरविंद गोटे समाधि अच्छी से जाती फूल टे दिखती धूप टे दिखती माँ पुओ प्रणाम करके आसती आसिले क्लास रे तो छाड़ देकी घर पलि आस पुणी 11टा बेले छुट्टी हुए 11टा बेले नहीं आसती एटा तो सबुदिन काम दिने से पिला एमती समाधि पाक जाइए मन पड़ा अरे काली तो आम टीचर पाठ देते करने मु तो करनी सी तो डायरी लिखिकी देवे तुम पिला पाठ करू नहीं खाता पत्र आणु नहीं टे दृष्टि देवे लिखिदेवे मो माँ पाठ पढ़ाए से डायरी देखियो तेणु जो डायरी देखले खुंदा दब तेणु चुटी झुंकेब खुंदा मारियो ये बुद्धि पांची कौन कला ना कागज रे गोटे चिठी लिखिला माँ आज आम गणित शिक्षक न आसतु है माँ आम गणित शिक्षक न आसतु तापरे चिठी देदेला समाधि समाधि प्रणाम करके आसला बेलू गणित शिक्षक छिड़ाई कौन कर से लिखी माँ आज आम गणित शिक्षक न आसतु जदि गणित शिक्षक आसवे ताले मु स्कूल छाड़ी पलैबी लिखी देखला गणित शिक्षक आस कौन कर जीव केमती कुआडे से चिंता कला रिसेस पर तो गणित पीरियडटा अच्छी रिसेस समस्ते खाऊे मु से समय बैग धरी पलैबी योजना कला सब पिला टिफिन खाए व्यस्त था बेले ये चुप के बैग को धरा पछड़ पड़ेगा पछपटे ट्रेन लाइन स्कूल पछपटे ट्रेन लाइन कड़े 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 जाए गोटे प्लाटफर्म बाहर एत बड़ सहरटार घरटा कुआडे जानी पानी प्लाटफर्म जाए बाहर है प्लाटफर्म जो प्लाटफर्म बाहर से पड़िशा घर लोक घर कड़ घर कालकाटा जी बाहर के पचर तू कड़े अंकल टी मत नहीं आम घर छाड़द मुझे घर को बाट पाऊनी अरे आम ट्रेन टाइम हो गलानी आम ट्रेन मिस हे ते केत घर छाड़ी मुसबी तू गोटे काम कर तो आम सहित कालकाटा चल क्या छाड़ दे पड़े पिलाटा बाट बणा हो अड़ुआ हो मरी मुरा जो के तो रिस्क अच्छी बर नहीं गले फोन करी कहदे छुआ आम पाखे व्यस्त हुआ बुझेदे गार्डियन छुआ को लेकिन कालकाटा पलैले ता माँ 11टा बेले छुट्टी है जाने देखला पिला ना खोजा खोजी है कुआड़े ने पाइले पिला थिले तो पाइबे पिला तो ट्रेन ले पलि सारे कालकाटा पाइबे कौटी पाऊना तेणु ता माँ भारी मन दुख कला कांदिला गाड़ी गुलज कला टीचर मान को हाँ रेस्पॉन्सिबिलिटी नहीं दायित्व नहीं एत केयरलेस फेसरे पुलिस स्टेशन गोटे एफआईआर देदेला पुलिस दौड़ी आइले टाउन पुलिस पुणी से फटाफट एक्शन कहले ए स्कूल सीज कर दिया जाओ सबुड़ा को अरेस्ट कराओ एति कथा कहीकि से चली गले 5टा बेलू से समाधि सजाइबा जड़े भाई आसती सजाला बेले चिठीटा पाइले
समस्त बीपी बढ़ी जाइए हार्ट अटैक हवा पर है छुआटा पाऊना पुलिस आज जुलम कलानी काली समस्त अरेस्ट कर समस्त छानिया चिठीटे पाइले से चिठी लिखाई माँ आम गणित शिक्षक आज न आसतु जदि आसवे ताले मु स्कूल से पलि लिखी नहीं सेक्रेटरी भाई को देले देखु भाई से पिला चिठी लिखी केमी जाई तेणु से जोटी भी जाइथिबो निश्चय भलरे थिबो तेणु व्यस्त हूँ तापर 7टा बेलू पिला वीडियो कॉलिंग करी माँ सहित कथा मामा मु कौटी अच्छी कहल मु कलकाता आसी जे हाँ कलकाता से कुआड़ कुआड़ बुलूची को चिड़ियाखाना बुलूची कोड़ी केते बड़ मिठा खाऊची कुआड़ कुआड़ पार्क रे बुलूची मन तर पूरा कुलुरची खुशी मन से कहूची ये जो टेंशन सब थिले स्कूल टीचर माने कमिटी लोक माने बापा माँ सब तो फुल टेंशन है बर्तमान कौन हम कहूँ ता टेंशन रही कि तापर ता माँ जाकि पुलिस स्टेशन केस टी विड्रॉ कर आनले 4 दिन पर बुलाबुली करके से फेरला फेरला परे सब बखाणी चला कुआड़ जाइला चिड़ियाखाना के जाइला कुआड़ को पार्क जाइला को बेलर मठ जाइला को दक्षिणा काली देखिला कुआड़ कुआड़ बोटिंग करदिला कुआड़ कौन सब करदिला खाली तो खाली कही चलची आ खुशी रे केमिति एटा संभव होइछ जे से माँ को चिठी लिखिची माँ ता सुरक्षा दायित्व देवे ना नहीं निश्चित ने आम घर किसी समस्या हेले आम माँ का पाखे जन पार्छु कि जन पार समाधान केमती हम ये माँ को फोटो पाखे आखि को आखि मिशातु माँ का सहित पूरा कथा हूँ ये साधारण फोटो नुहे माँ कर दृष्टि भितर शक्ति अच्छी साधारण फोटो ये नुहे आम के बुझे माने कागज फोटो बोली ता भितर शक्ति अच्छी आखि खोलिक आम माँ सहित देखा खोला आखिरे देखा तापरे खोला आखिरे देखला परे माँ सहित कथा हवा दुख कथा कहवा विकल है कि कहवा निश्चित समाधान हो एमती कौन सी समस्या नहीं जोड़ा कि माँ को डाकिले माँ का नाम जप कले समाधान नहीं पार ये हूँ से माँ क्या ये बदलवा माँ ये पूजा पाया माँ नुह से धूप दरकार नहीं दीप दरकार नहीं नड़िया कदली दरकार नहीं सी आम माँ आम ता छुआ तेणु माँ और छुआ भितर जमी संपर्क आम भितर से प्रकार संपर्क रहा दरकार माँ जमी छुआ को भल पाए छुआ जमी माँ को भल पाए आम भितर से प्रकार एक भल पाइबार भाव रहा दरकार जे माँ को निबिड़ हारे भल पाउची ये कौन से दीक्षार कथा नुहे ये कौन से धर्मर कथा नुहे ये हूँ शिक्षार कथा जदि आम जीवन में आम से प्रकार एक प्रभाव को कार्यकारी कर ताले निश्चित भाव ए माँ का शक्ति क्रियाशील हो तेणु जो माँ होती जगतर ईश्वरी भुवन भुवन अधिष्ठात्री देवी पाखे कौ कथा अभाव कौन नहीं पाखे तेणु जी माँ माँ कर जहाँ जहाँ तार मालिक से तेणु आम माँ को निरवच्छिन्न भाव में डाकिबा माँ को सब मन पकेबा जुआड़े जाऊँ माँ को कहीकि जाऊँ जहाँ करिया पूर्व माँ को स्मरण कर करिया परे समर्पण करते ये जो स्मरण और समर्पण ये दीटा सूत्र माँ को पाखे जब है ताले माँ कृपा निश्चित काम कर तो आसतु आम सब माँ को डाकिबा गोटे कथा चिंता करवा केवल भगवान को चिंता करवा केवल भगवान निमित्त कर्म करवा केवल भगवान निमित्त जीवन धारण करवा बंधु टिके नीरव रहा आम माँ को म्यूजिक सहित टिके नीरव रहा साइलेंट
O Supreme Lord, eternal truth, let us obey thee alone and live according to truth. परमोच्च प्रभु सत्य नित्यतामेव केवलम अनुवर्ता महे सत्यम अनुजवाम केवलम। हे परम प्रभु चिरंतन सत्य, आमे केवल तुमरी आज्ञाबह होई उठू और सत्यर विधान को आश्रय करी जीवन धारण करू। ओं आनंदमयी चैतन्यमयी सत्यमयी परमे। ओं शांति शांति शांति।